ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ରାଜେନ୍ଦ୍ର ନଗର ପଞ୍ଚାୟତ ଦେଓପଦା ଗାଁରେ ଘରେ ପଶି ଦୁଇ ବୋହୂ ଓ ଶାଶୁକୁ ଆଣିଲେ ଦୁର୍ବୃତ୍ତ। ଏହି ଆକ୍ରମଣରେ ବଡ ବୋହୂଙ୍କର ମୃତ୍ୟୁ ଘଟିଥିବା ବେଳେ ସାନ ବୋହୂ ଓ ଶାଶୁ ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ଏବଂ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ଖୋଳତାଡ ଜାରି କରିଛି। ଆସନ୍ତା 28ରେ ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପୁରୀଠାରେ ଫେବୃଆରୀ 28ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମଧ୍ୟ ଯୋଗ ଦେବେ ବୋଲି ସୂଚନା। ବାଲେଶ୍ୱର ଜିଲ୍ଲା ସୋର ଲିଙ୍ଗାପଡାରେ ଯୁବତୀଙ୍କ ଗଳା କାଟି ହତ୍ୟା କରି ଫେରାର ଥିବା ଯୁବକଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଭଦ୍ରକ ବାସୁଦେବପୁର ଚୂଡାମଣି ସ୍ଥିତ ଗାଁରୁ ଉଦ୍ଧାର କରିଛି ଏବଂ ଅଭିଯୁକ୍ତ ଯୁବକ ଜଣକ ପୋଲିସକୁ ଦେଖି ଭୟରେ ବିଷ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କୁ ବାସୁଦେବପୁରରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦୀର୍ଘ 45 ଦିନ ଧରି ଚାଲିଥିବା ମହାକୁମ୍ଭର ଆଜି ସମାପନ ଦିବସ। ଗତ ସୋମବାର ସନ୍ଧ୍ୟା ସୁଦ୍ଧା 63 କୋଟି 36 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ ପକାଇଥିବା ବେଳେ ଆଜି ମହାଶିବରାତ୍ରି ଶେଷ ସାଇ ସ୍ନାନ ଥିବାରୁ ପାଖାପାଖି 1ରୁ 1.5 କୋଟି ଶ୍ରଦ୍ଧାଳୁ ବୁଡ ପକାଇବା ସମ୍ଭାବନା ରହିଛି। Preview. Audio Jungle. Audio Jungle. Preview. आज पवित्र महाशिवरात्रि एथिलागि राज्यर समस्त शिव मंदिर गुड़िक चलचंचल हेबा सह ओम नमः शिवाय ध्वनि रे प्रकंपित होउछि सारा परिवेश एवं जागर पई आज बाबा को दर्शन करबा लागि लक्षाधिक श्रद्धालुंकर भीड़ परिलक्षित होइछि। सेपटे प्रभु श्री लिंगराजंक मंदिर रे आज सकाळु हजार हजार भक्तंक समागम देखिबाकु मिलिछि एवं श्रृंखलित दर्शन लागि पुलिस प्रशासन पक्षरु सुरक्षा व्यवस्था को कड़ाकड़ी करा जाइछि। भद्रक 16 नंबर जातीय राजपथ गेलपुर छक निकट भारस्यामराई ब्रिज उपर तलकू खसिला दुईटी ट्रक। एथिरे दुई ड्राइवर और जड़े हेल्पर गुरुतर होई भद्रक जिला मुख्य चिकित्सालय भर्ती। रास्तार छिड़ा होइतिबा एक कंटेनर को पछरु ट्रक धक्का देबा फଳରେ उभय ट्रक और कंटेनर ब्रिज तलकू खसी पड़िथिले। रायगड़ा जिला कोलोनरा ब्लॉक पायकपड़ा तथा मुकंदपुर शासन निकटस्थ नागाबाड़ी नदी में आज एक शिवलिंग भासुवा स्थानीय लोके देखा पाइछन्ति। प्रथमे किछि गाई चराली पिला यहाकु देखि ग्रामवासी को सूचना देबा परे धीरे धीरे लोके यहाकु देखिबाकु सेठारे भीड़ जमा होतबार खबर मिलिछि। Preview. Preview. Audio Jungle. Audio Jungle. Preview. गंजाम जिला चिकिटी के नुआगां रतनी मंदिर निकट रे ट्रक को धक्का दे जलीगला बाइक। एथिरे बाइक रे थिबा 3 जनक मध्यरु जनकर मृत्यु घटिया बेले अन्य 2 जन गुरुतर होई चिकिट डाक्तरखाना भर्ती एवं के नुआगां थाना पुलिस रो तदंत जारी।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଏକ ଆବାସିକ ବିଦ୍ୟାଳୟର 10ମ ଶ୍ରେଣୀ ଛାତ୍ରୀ ମାହାବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ସ୍କୁଲ ମେଟ୍ରନ ସୁଚିତ୍ରା ଚସ୍ତିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଏଏନ୍ଏମ୍ କବିତା କୁମାରୀ ପାତ୍ରଙ୍କୁ ନିଲମ୍ବନ କରିଛି ଏବଂ ଜିଲ୍ଲା ପ୍ରଶାସନର ସୁପାରିଶ ଆଧାରରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। Preview. ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟସ୍ଥ ଏକ ହୋଟେଲ ସମ୍ମୁଖରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ମୃତକ ବସ୍ତା ଥାନା ମୁଳିଦା ଗ୍ରାମର ଦୃଷ୍ଟିକୃଷ୍ଣ ହୋଇଥିବା ବେଳେ ସେ ଏକ ଔଷଧ କମ୍ପାନୀରେ ମେଡିସିନ ରିପ୍ରେଜେଣ୍ଟେଟିଭ ଭାବେ କାର୍ଯ୍ୟ କରୁଥିଲେ ଏବଂ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା। Preview.